आज ମୁଁ ଆସିଲି ଗାଁରେ ନିମନ୍ତ୍ରଣ ଖାଇବା ପାଇଁ ତ ଆସନ୍ତୁ ଆଗକୁ ଜଣେ ତ ଜୟ ଜଗନ୍ନାଥ ସାଙ୍ଗମାନେ ତ ସକାଳୁ ସକାଳୁ ବର୍ତ୍ତମାନ ଦାନ୍ତ ଘଷିକି ବର୍ତ୍ତମାନ ପଳେଇ ଆସିଲି ଖାଇବା ପାଇଁ। ଆସିକି ଦେଖିଲି ତ ଆମ ଘରେ ନୂଆ ଆଇଟମ୍ ଗୋଟେ ହେଇଛି। ତାକୁ ଖାଇସାରି ମୁଁ ବର୍ତ୍ତମାନ ଚାଲିଲି ଦୋକାନକୁ। ଦୋକାନ ପାଖରେ ପହଞ୍ଚି ଦେଖିଲି ତ ଦୋକାନ ପାଖରେ ବାପା କିମ୍ବା ମା ଏଠି ନାହାନ୍ତି, ଆଉ ଆଖପାଖରେ ବି ଏତେ ଲୋକ ନାହାନ୍ତି। ତା କିଛି ସମୟ ପରେ ବର୍ତ୍ତମାନ ଆମର ଆସିଗଲେ ରୁଟିବାଲା ଭାଇ। ତାଙ୍କ ପାଖରୁ ବର୍ତ୍ତମାନ ରୁଟି ନେଇକି ବର୍ତ୍ତମାନ ଦୋକାନ ଭିତରୁ ପଳେଇ ଆସିକି ବର୍ତ୍ତମାନ ସଜେଇକି ରଖିଦେଲି। ତ ରଖି ସାରିଲା ପରେ ବର୍ତ୍ତମାନ ଭିତରେ ଗରମ ହେଉଥିବାରୁ ମୁଁ ବାହାରକୁ ପଳେଇ ଆସିଛି। କିଛି ସମୟ ବସିଲା ପରେ ମୁଁ ବର୍ତ୍ତମାନ ଦୋକାନ ବନ୍ଦ କରିଦେଇକି ଚାଲିଲି ରସାଳପୁର। ତ ରସାଳପୁର ସାରିଲା ପହଞ୍ଚିକି ବର୍ତ୍ତମାନ ବସିଗଲି ଚୁଟି କାଟିବା ପାଇଁ। ତ କଟା ସରିଲା ପରେ ମୋର ଲୁକ୍ଟି କିଛି ଏମିତି ଅଛି। ତାପରେ ମୁଁ ପଳେଇ ଆସିଲି ଗାଡ଼ି ଧୋଇବା ପାଇଁ। ତ ଗାଡ଼ି ଧୋଇ ସାରିକି ମୁଁ ବର୍ତ୍ତମାନ ପଳେଇ ଆସିଲି ଘରକୁ। ତାପରେ ଗାଧୋଇ ପାଧୋଇ ମୁଁ ଗାଡ଼ି ନେଇକି ପଳେଇ ଆସିଲି ବର୍ତ୍ତମାନ ଗାଁରେ ନିମନ୍ତ୍ରଣ ଖାଇବା ପାଇଁ। ତ ସେଠୁ ପହଞ୍ଚିଲା ପରେ ମୁଁ ଯାଇ ଦେଖିଲି ତ ବର୍ତ୍ତମାନ ଭିତରେ ବହୁତ ଭିଡ଼ ଅଛି। ତାପରେ ମୁଁ ବର୍ତ୍ତମାନ ସବୁ ଗୁଡ଼ା ଆଇଟମ୍ ନେଇ ଆସିକି ବର୍ତ୍ତମାନ ଖାଇଦେଲି। ତ ଖାଇସାରିକି ବର୍ତ୍ତମାନ ପଳେଇ ଆସିଲି ଘରକୁ। ତ ଘର ପହଞ୍ଚିକି ତା କିଛି ସମୟ ପରେ ବାପା ମୁଁ ଆସିଲୁ ବର୍ତ୍ତମାନ ସମୁଦ୍ର ଆଡ଼େ ବୁଲିବା ପାଇଁ। ତ ସମୁଦ୍ର ପାଖରେ ପହଞ୍ଚିକି ସମୁଦ୍ର ଭିତରକୁ ବର୍ତ୍ତମାନ ମାଡ଼ି ଚାଲିଲି। ଆଉ ସେଠି ଯେ ଥଣ୍ଡା ଥଣ୍ଡା ପବନ ଥିଲା, ଆହା। ଆଉ ସେଇ ସାଇଡ଼ରେ ବର୍ତ୍ତମାନ ଛୋଟ ଛୋଟ ଶାମୁକାର ପାହାଡ଼ ଛିଡ଼ା ହେଇଥିଲା। ସେଠି କିଛି ସମୟ ବୁଲାବୁଲି କରିକି ଆମେ ବର୍ତ୍ତମାନ ପଳେଇ ଆସିଲୁ ଘରକୁ।